ଜୟ ଗୁରୁ। ଗହନ କଥା ନାରାୟଣ ମିଶ୍ର ଚ୍ୟାନେଲର ଆଉ ଗୋଟିଏ ନୂତନ ଅଧ୍ୟାୟ, ଯାହା ନାଁ ହେଉଛି ମାୟାଧୀଶଙ୍କ ଦଣ୍ଡ। ଏହି ଅଧ୍ୟାୟକୁ ସ୍ୱାଗତ କରୁଛି ବିଜ୍ଞ ଶ୍ରୋତା ଓ ଦର୍ଶକମାନଙ୍କୁ। ମୁଁ ନାରାୟଣ ମିଶ୍ର। ଗନ୍ଧର୍ବ ହୁଅନ୍ତୁ, କିନ୍ନର ହୁଅନ୍ତୁ, ରାକ୍ଷସ, ଏପରିକି ଦେବତାମାନେ ମଧ୍ୟ ଅନେକ ସମୟରେ ମାୟା ସୃଷ୍ଟି କରି ଶତ୍ରୁପକ୍ଷକୁ ଦମନ କରିବାକୁ ଚେଷ୍ଟା କରିଛନ୍ତି ଏବଂ ଅନେକ ସେଥିରେ କୃତକାର୍ଯ୍ୟ ବି ହୋଇଛନ୍ତି। ମାୟା ସୃଷ୍ଟିର ଅଭ୍ୟାସ ଏମିତି ପଡ଼ିଯାଏ ଯେ ବେଳେବେଳେ ପରମ ବ୍ରହ୍ମ ଭଗବାନଙ୍କ ଆଗରେ ମଧ୍ୟ ମାୟା ସୃଷ୍ଟି କରିବାକୁ ଏମାନେ ଭୁଲିଯାଆନ୍ତି। ପରମ ବ୍ରହ୍ମ ସ୍ୱୟଂ ନିଜେ ହେଉଛନ୍ତି ମାୟାଧୀଶ। ତେଣୁ ମାୟା ପ୍ରୟୋଗରେ ବା ଛଦ୍ମବେଶରେ ଅନ୍ୟର ଖ୍ୟାତି ସାଧନ କରୁଥିବା ମଣିଷ, ରାକ୍ଷସ ବା ଦେବତାମାନେ ମାୟାଧୀଶଙ୍କ ନଜରରୁ ବଞ୍ଚିପାରନ୍ତି ନାହିଁ। ସେଥିପାଇଁ ବ୍ରହ୍ମାଙ୍କ ବଳରେ ବଳିୟାନ ହିରଣ୍ୟକଶିପୁକୁ ଯେତେବେଳେ ଜଙ୍ଘ ଉପରେ ପକାଇ ନିଜର ତୀକ୍ଷ୍ଣ ନଖ ଦ୍ୱାରା ଭଗବାନ ମାରିଥିଲେ, କହିଥିଲେ ତାକୁ, ହିରଣ୍ୟକଶିପୁ ଦେଖ, ଜଳ ସ୍ଥଳ ଆକାଶ ସବୁ ମୋ ସୃଷ୍ଟି। ତୁମେ ମାଗିଥିଲ ଜଳରେ ମରିବନି, ସ୍ଥଳରେ ମରିବନି, ଆକାଶରେ ମରିବନି, ଦିନରେ ମରିବନି, ରାତିରେ ବି ମରିବନି, କୌଣସି ଅସ୍ତ୍ର ଦ୍ୱାରା ତୁମକୁ ମାରି ହେବନି। ଏବେ ଦେଖ, ଏଇ ଗୋଧୂଳି ସମ୍ଭବ, ଯାହା ଦିନ ନୁହେଁ କି ରାତି ନୁହେଁ, ସୂର୍ଯ୍ୟାସ୍ତ ହୋଇଯାଇଛନ୍ତି, ରାତି ହେଇନି। ଆଉ ଜଳସ୍ଥଳ ଆକାଶ କେଉଁଠି ତୁମେ ନାହ, ତୁମେ ମୋ ଜଙ୍ଘ ଉପରେ ଅଛ ଏବଂ ଜଙ୍ଘ ଉପରେ ମୁଁ ନଖ ଦ୍ୱାରା ତୁମର ପ୍ରାଣନାଶ କରୁଛି। ତେଣୁ ଅହଙ୍କାର ଆଉ କ୍ଷମତା ଗର୍ବରେ ସଂସାରର କାହାର ବି କ୍ଷତି ସାଧନ କଲେ ମୁଁ ସହିପାରେନି। ଏ ଜନ୍ମର ପାପ ଏ ଜନ୍ମରେ ଭୋଗି ନ ସରିଲେ ପ୍ରାରବ୍ଧ ହେଇକି ପୁଣି ଆର ଜନ୍ମକୁ ଭୋଗିବାକୁ ପଡ଼ିବ, କିନ୍ତୁ ଦଣ୍ଡ ଭୋଗିବା ସୁନିଶ୍ଚିତ। ଅନ୍ୟର କ୍ଷତି ସାଧନ କରୁଥିବା ଯେକୌଣସି ଉପାୟରେ ହେଉ, ମଣିଷ ବା ଯେକୌଣସି ଜୀବ, ସିଏ ମାୟାଧୀଶଙ୍କ ଦଣ୍ଡରୁ ବର୍ତ୍ତି ପାରିବ ନାହିଁ। ମନେ ପକାନ୍ତୁ, ଗୋପଲୀଳାରେ ପଶ୍ଚାହରଣ କରିଥିଲେ ବ୍ରହ୍ମା। ତାଙ୍କ ମାୟା ରହିଲା କି? ଭଗବାନ ସେଇଭଳି ଗୋପାଳ ବାଳକ ସୃଷ୍ଟି କରିଦେଲେ। ଗୋବର୍ଦ୍ଧନ ପୂଜାରେ ଇନ୍ଦ୍ର ମାୟା ସୃଷ୍ଟି କଲେ, ବର୍ଷା କରାଇଲେ, ମାୟାଧୀଶଙ୍କ କବଳରୁ ବଞ୍ଚିପାରିଲେ ନାହିଁ। ଦାବାଗ୍ନି ଭକ୍ଷଣରେ ଅଗ୍ନିକ ଗର୍ଭ ଖଣ୍ଡନ ହୋଇଥିଲା। ରାସଲୀଳା ବେଳେ ଯେତେବେଳେ ଗୋପୀମାନଙ୍କ ସହିତ ରାସଲୀଳା ଭଗବାନ କରୁଥିଲେ, କାମଦେବ ପହଞ୍ଚିଗଲେ। ପହଞ୍ଚିକରି ବର୍ତ୍ତମାନ କହିଲେ, ଶ୍ରୀକୃଷ୍ଣ ବି ବର୍ତ୍ତମାନ କାମରେ ଭୋଳ ହୋଇଛନ୍ତି। ସେ ଯେତେବେଳେ ଅନ୍ତର୍ଦୃଷ୍ଟିରେ ଦେଖିଲେ ଯେ ପରମ ବ୍ରହ୍ମଙ୍କର, ଶ୍ରୀକୃଷ୍ଣଙ୍କର ଯେଉଁ ଗୋପୀମାନଙ୍କ ସହିତ ମିଳନ ହେଉଛି, ସେଥିରେ କାମ ସୁଖର ଲେଶ ମାତ୍ର ଗନ୍ଧ ନାହିଁ। ତାହେଲେ କ'ଣ କି ପ୍ରକାର ମିଳନ ହେଉଛି ନା, ସେଥିରେ ଜୀବାତ୍ମା ସହିତ ପରମାତ୍ମାର ମିଳନ ହେଉଛି। ଏସବୁ ଦେଖି ସେ ଲଜ୍ଜିତ ହେଲେ। ମହାଦେବ ସିନା ତାଙ୍କୁ ଭସ୍ମ କରି ଅନଙ୍ଗ କରିଦେଇଥିଲେ, କିନ୍ତୁ ଶ୍ରୀକୃଷ୍ଣ ତାଙ୍କୁ ଭସ୍ମ କଲେନି। କହିଲେ, ତୁମେ ନିଜେ ପରୀକ୍ଷା କରି ଦେଖ କି ପ୍ରକାର ମିଳନ ହେଉଛି। ଜୀବାତ୍ମା ପରମାତ୍ମା ସହ ମିଶି କିଭଳି ଆନନ୍ଦ ପାଉଛନ୍ତି। ତେଣୁ ଗୋପଲୀଳାରେ ଯେଉଁ ପରୀକ୍ଷିତ ବି ପଚାରିଥିଲେ ଯେ ଭଗବାନ ହେଇକି ସେ କେମିତି ଏତେ ସ୍ତ୍ରୀ ଲୋକ, ବିବାହିତ ସ୍ତ୍ରୀ ଲୋକମାନଙ୍କ ସହିତ ଲୀଳା କଲେ, ତାର ଉତ୍ତରରେ ଭଗବାନ ବ୍ୟାସଦେବ ଲେଖିଛନ୍ତି ଯେ କାମଦେବ ମଧ୍ୟ ନିଜେ ନିରୀକ୍ଷଣ କରି ଦେଖିଲେ ଯେ ସେଠାରେ କାମର କୌଣସି ଲେଶ ନାହିଁ, କାମ ବାସନା ନାହିଁ। ତା ପୂର୍ବ ଯୁଗରେ, ତ୍ରେତୟା ଯୁଗରେ ଯେଉଁ ଋଷିମାନେ ତପସ୍ୟା କରୁଥିଲେ, ରାମଚନ୍ଦ୍ରକୁ ବଣରେ ଦେଖି ତାଙ୍କ ରୂପରେ ଏଭଳି ଭୋଳ ହେଇଥିଲେ ଯେ ସେମାନେ କହିଥିଲେ ଯେ ୟାଙ୍କ ସହିତ ଟିକେ ଆମେ ମିଶିପାରନ୍ତୁ ନାହିଁ। ଭଗବାନ ମନେ ମନେ ତଥାସ୍ଥ କରିଦେଇଥିଲେ। ଦ୍ୱାପର ଯୁଗରେ ସେମାନେ ସମସ୍ତେ ଗୋପୀ ହେଲେ, ଭଗବାନ ତାଙ୍କ ସହିତ ମିଳନ କଲେ। ଯେଉଁ ମିଳନ ହେଲା ସେଇଟା ହେଉଛି ଜୀବାତ୍ମା ଆଉ ପରମାତ୍ମାଙ୍କର ମିଳନ। ଏଥିରେ କାମ ବାସନା କିଛି ନାହିଁ। ତେଣୁ ଅଭିମାନ ଓ ଗର୍ବ ଆଉ ଅହଙ୍କାର, ୟାରି ବଶବର୍ତ୍ତୀ ଯିଏ ହେବ, ମାୟାଧୀଶ ତାକୁ ଦଣ୍ଡ ଦେବାକୁ ତିଳେମାତ୍ର ପଶ୍ଚାତ୍ତାପ କରନ୍ତି ନାହିଁ। ରାମାୟଣରେ ରାବଣ ବିଭୀଷଣକୁ ଅପମାନିତ କରିଥିଲା। ମହାଭାରତରେ ଦୁର୍ଯ୍ୟୋଧନ ବିଦୁରକୁ ଅପମାନିତ କରିଥିଲା ଏବଂ ଉଭୟଙ୍କର ବଂଶନାଶ ହୋଇଥିଲା। ଯେତେବେଳେ ସନ୍ଥକୁ ଅପମାନ ଆପଣ କରିବେ, ସେତେବେଳେ ବଂଶନାଶ ନିଶ୍ଚିତ। ତେଣୁ ମାୟାଧୀଶଙ୍କ ନଜରରେ ନିଜର ଦର୍ପ, ମାୟା ଆଉ ଅହଙ୍କାର ଏସବୁ ଦେଖାଇଲେ ଯେ ବିଧି କହିବ, ବିଧି ନିର୍ଦ୍ଦିଷ୍ଟ ନିଶ୍ଚୟ ରହିଯିବ ଯେ ତୁମେ ଦଣ୍ଡ ପାଇବ।
ମାରିଚ ରାକ୍ଷସ କଥା ଭାବନ୍ତୁ। ରାମାୟଣରେ ସେ ମୃଗ ସାଜିକିରି ରାମଚନ୍ଦ୍ରକୁ ଘିନି ଆଇଲା ତା ପଛେ ପଛେ। ସେ ସ୍ୱୟଂ ପରମ ବ୍ରହ୍ମ ରାମଚନ୍ଦ୍ର। ତେଣୁ ମାୟା ମୃଗ ଆକାରରେ ହେଲା। ସିଏ ମୃଗ ନୁହଁ, ସିଏ ସୁନା ବି ନୁହଁ, ସେ ରାକ୍ଷସଟାଏ। ତେଣୁ ସେ ମଲା। ସେମିତି ସେଇ ରାମାୟଣରେ ଆଉ ଗୋଟେ ଚରିତ୍ର ଦେଖନ୍ତୁ, କାଳନେମି। ସିଏ ମିଛରେ ରାମ ରାମ ଜପି ହନୁମାନଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲା ଏବଂ ହନୁମାନଙ୍କ ଦ୍ୱାରା ହିଁ ନିହତ ହୋଇଥିଲା, ଧରା ପଡ଼ିଯାଇଥିଲା। ଗୋପ ବାଳକମାନଙ୍କୁ ବିଷବଳା ସ୍ତନ ପାନ କରାଇ ମାରିଦେବ ଭାବିକିରି ପୁତନା ପହଞ୍ଚିଥିଲା। ଶେଷକୁ ଶ୍ରୀକୃଷ୍ଣଙ୍କ ଦ୍ୱାରା ସେ ବି ନିଧନ ହୋଇଥିଲା। କାରଣ ସେ ସୁନ୍ଦରୀ ନଥିଲା, ସେ ମା ବି ନଥିଲା, ସେ ଏକ ରାକ୍ଷସୀ ଥିଲା। ତେଣୁ ମାୟାଧୀଶଙ୍କ ସୃଷ୍ଟିରେ ଛଦ୍ମବେଶରେ ନିରୀହ ପ୍ରାଣୀକୁ ନିଧନ କରିବାକୁ ଚେଷ୍ଟା କରୁଥିବା ଜୀବର ନିଧନ ଯେ ନିଶ୍ଚିତ, ଏହା ମାୟା ବା ଛଦ୍ମବେଶ ବେଳେ କେହି ବୁଝିପାରନ୍ତି ନାହିଁ। କ୍ଷମତା ଅହଙ୍କାର ବଶବର୍ତ୍ତୀ ହୋଇ ସେ ଭୁଲି ଯାଆନ୍ତି ଯେ ଯେଉଁ ମାୟାର କ୍ଷମତା ତାଙ୍କ ପାଖକୁ ଆସିଛି, ସିଏ ମାୟାର ଯିଏ ସୃଷ୍ଟିକାରୀ ମାୟାଧୀଶ ସ୍ୱୟଂ ପରମ ବ୍ରହ୍ମ, ତାଙ୍କ ସୃଷ୍ଟିରେ କାହାର ବି କ୍ଷତି ସାଧନ କଲେ ଦଣ୍ଡ ନିଶ୍ଚିତ। ୟା ସତ୍ତ୍ୱେ ଭଗବାନ ଏତେ ପରମ କାରୁଣିକ ଯେ ସମ୍ପୂର୍ଣ୍ଣ ସମର୍ପଣ ଦ୍ୱାରା ଈଶ୍ୱରଙ୍କୁ କିଛି ପାଇବା ପାଇଁ ଇଚ୍ଛା କରିବା ମାତ୍ରେ ସେ ତାହା ଏ ଜନ୍ମରେ ନହେଲେ ବି ଅନ୍ୟ କୌଣସି ଜନ୍ମରେ ନିଶ୍ଚୟ ପୂରଣ କରିବେ, କରିଛନ୍ତି ମଧ୍ୟ। ମହାଦାନୀ ବଳିର କନ୍ୟା ରତ୍ନମାଳା ଯେତେବେଳେ ବାମନଙ୍କୁ ଦେଖିଲା, ସୁନ୍ଦର ବାଳକ, ତା ରୂପରେ ଏତେ ମୁଗ୍ଧ ହୋଇଗଲା ଯେ କହିଲା ଏମିତି ଗୋଟେ ମୋର ପୁଅ ଥାନ୍ତେ କି। ତା ପରଜନ୍ମରେ ତାକୁ ପୁତନା କରି ପୁତନାଠୁ ସ୍ତନ୍ୟପାନ ଶ୍ରୀକୃଷ୍ଣ କଲେ, ତାକୁ ମା ରୂପ ଦେଲେ। ସେ ମା ହେବାକୁ ଖୋଜିଥିଲା, ସେ ବି ମା ହେଲା ଏବଂ ତାକୁ ମୋକ୍ଷ ଦେଇଦେଲେ। ତାର ପ୍ରାଣ ନେଇକି ତାକୁ ମୋକ୍ଷ ଦେଇଦେଲେ। ରତ୍ନମାଳା ପରଜନ୍ମରେ, ବାଳିର ଝିଅ ରତ୍ନମାଳା ପରଜନ୍ମରେ ପୁତନା ହେଇ ମୋକ୍ଷ ପାଇଗଲା, କିନ୍ତୁ ମା ହେଲା। ଜନ୍ମ ମୃତ୍ୟୁ ବନ୍ଧନରୁ ସେ ପୁରା ମୋକ୍ଷ ହୋଇଗଲା। ଠିକ୍ ସେମିତି ଶୂର୍ପଣଖା କଥା ଭାବନ୍ତୁ। ସେ ତ ରାମଚନ୍ଦ୍ରକୁ ଦେଖିଲା, କହିଲା ଇଏ କ'ଣ, ଇଏ କି ରୂପ, ଇଏ ତ ମୋ ଆଖି ପତା ମାନେ ପଲକ ପକାଇ ପାରୁନି, ଏତେ ସୁନ୍ଦର ଜଣେ ହେଇପାରେ, ଏ ଯଦି ମୋର ସ୍ୱାମୀ ହୁଅନ୍ତେ। ରାମଚନ୍ଦ୍ର ତାପରେ ଲକ୍ଷ୍ମଣ ପାଖକୁ ପଠାଇଦେଲେ ଏବଂ କ'ଣ ଦେଖିଲେ ଯେ ସେଥିରେ ଲକ୍ଷ୍ମଣ ବୁଝିକିରି ତାର ନାକ କାଟି ଦେଇଥିଲେ ଏବଂ ସେଇଟା ହିଁ ରାବଣର ରାଗ ହୋଇଥିଲା ଏବଂ ସେ ସୀତାଙ୍କୁ ଅପହରଣ କଲା ଏବଂ ଶେଷକୁ ମଲା। ତେଣୁ ଶୂର୍ପଣଖା ଯେଉଁ ଚିନ୍ତା କରିଥିଲା ଯେ ମୁଁ ସ୍ୱାମୀ ହେବାର ପାଖକୁ ପାଇବି, ଦେଖନ୍ତୁ ପରଜନ୍ମରେ ଭଗବାନ କ'ଣ କଲେ, ତାକୁ କୁବ୍ଜା କରି ଜନ୍ମ କରିଦେଲେ। ସେ କଂସ ରାଜ୍ୟରେ କୁବ୍ଜା ହେଲା। ଏତେ ଅସୁନ୍ଦର ତାକୁ କରିଥିଲେ ଯେ ତାର ବିବାହ ହେବା ମୁସ୍କିଲ ଏବଂ ସେଇ ଅସୁନ୍ଦର ଆଉ ଅଙ୍କା ବଙ୍କା ଶରୀରକୁ ଭଗବାନ ତାକୁ ଠିକ୍ କରିଦେଇ ତାଙ୍କର ଯେଉଁ ବିବାହ କରିବାର ଇଚ୍ଛା ଥିଲା ତାହା ପୂରଣ କରି ତାକୁ ମୋକ୍ଷ ଦେଇଦେଲେ। ଆଉ ଗୋଟେ ଚରିତ୍ର ଦେଖନ୍ତୁ, ଚିତ୍ରକେତୁ। ସେ ଈଶ୍ୱର ପାର୍ବତୀକି ଏକାଠି ଦେଖି ଯେଉଁ ଜାଗାକୁ ଯିବା କଥା ନୁହଁ ସେଠିକି ଯାଇ ଈଶ୍ୱର ପାର୍ବତୀଙ୍କର ମିଳନ ଦେଖି ଏକାଠି ବସିଛନ୍ତି। ସେ ଈଶ୍ୱରଙ୍କୁ ନିନ୍ଦା କଲା, କହିଲେ ଇଏ ହେଉଛନ୍ତି ଭଗବାନ, ଇଏ କ'ଣ ପାର୍ବତୀଙ୍କ ସହିତ ବସିଛନ୍ତି ଏମିତି। ପାର୍ବତୀ ସାଙ୍ଗେ ସାଙ୍ଗେ ଅଭିଶାପ ଦେଲେ, କହିଲେ ତୁ ଅସୁର ଯୋନିରେ ଜନ୍ମ ହ, କାରଣ ତୋର ଚିନ୍ତାଧାରା ଅସୁର ଭଳିଆ ହେଇଗଲାଣି, ତୁ ଆଉ ପୁଣ୍ୟାତ୍ମା ହେଇକି ନାହୁଁ। ସେ ବୃତ୍ରାସୁର ହେଇ ଜନ୍ମ ହେଲା, ତାକୁ ବି ମୋକ୍ଷ ଦେଲେ ଭଗବାନ। କାରଣ ତାଙ୍କର ଯେଉଁ ଇଚ୍ଛା ସେମାନେ କରିଥିଲେ ସେ ଇଚ୍ଛାଟା ଭଗବାନ ପୂରଣ କରୁଛନ୍ତି, ମୋକ୍ଷ ଦେଉଛନ୍ତି। ଏବେ ମଣିଷମାନଙ୍କ ମଧ୍ୟରେ ଛଦ୍ମବେଶୀଙ୍କ ସଂଖ୍ୟା ବଢ଼ି ଚାଲିଛି। ପ୍ରତ୍ୟେକ ଲୋକ ଅନ୍ୟ ସମସ୍ତଙ୍କୁ ମିଥ୍ୟା କହି ଠକି ଚାଲିଛନ୍ତି। କଳିଯୁଗରେ ସତ୍ୟ କୁଆଡ଼େ ଲୁଚିଗଲାଣି। ବିଚାରାଳୟରେ ଦୋଷୀ ଗୀତା ଛୁଇଁ କହୁଛି ଯେ ମୁଁ ଯାହା କହିବି ସତ୍ୟ କହିବି, শুধু ମିଛ କଥା କହୁଛି। ଯେଉଁମାନେ MLA MP ହେଉଛନ୍ତି ସେମାନେ କହୁଛନ୍ତି ମୁଁ ଧର୍ମଶାସ୍ତ୍ର ଛୁଇଁକରି କହୁଛି, ମୁଁ ପ୍ରତିଜ୍ଞା କରି କହୁଛି ଯେ ମୁଁ ସମ୍ବିଧାନରେ ଯାହା ଲେଖାଇ ତାକୁ ମାନି ଚଳିବି। କେହି ମାନୁନାହାନ୍ତି। କାହାକୁ ଅପମାନିତ କରିବାର ଦଣ୍ଡ କ'ଣ ମିଳେ ସେଇଟା କେବଳ ଈଶ୍ୱର ହିଁ ଜାଣନ୍ତି। କିଭଳି ଅପମାନ ହେଇଛି, ଯାହାକୁ ଅପମାନ ହେଇଛି ସେ କେତେ ଦୂର ବାଧିଛି ତାକୁ, সেই ଅନୁସାରେ ଦଣ୍ଡର ପରିମାଣ ଭଗବାନ ଠିକ୍ କରନ୍ତି।
भगवान विष्णु को द्वारपाल जय विजय से सनकादि मुनि चार जन को बालक भाव देखी भितर को पूरी देले अभिशाप पाइले जे तीन माने असुर कूल जन्म हे से प्रार्थना कले जे आमको ये इतने बड़ दंड दिंतु ना से सनकादि मुनि कहले जे तुम 3 जन्म मुक्ति पाइब प्रथम जन्म हेले हिरण्याक्ष हिरण्यकशिपु ये जो जय विजय द्वारपाल से प्रथम जन्म हेले हिरण्याक्ष हिरण्यकशिपु आउ द्वितीय जन्म हेले रावण कुंभकर्ण तृतीय जन्म हेले शिशुपाल और दंतवक्र भगवान तक अपार करुणा बल बामन रूप नृसिंह रूप राम अवतार रे एवं कृष्ण अवतार रे ये समस्त को निधन करी पुणी वैकुंठ को जगह इले कारण शापग्रस्त होगापर से निजर अहमिका अनुताप करते भूल तो समस्ते करती किंतु अनुताप समस्ते करते जी अनुताप कर भगवान ताको निश्चित क्षमा देवे कालनेमी और मारीच इत्यादि को माया करने प्रवर्ताई पठाई निजे रावण कालनेमी की पठाई रावण ये हनुमान को अटकापी कि तू गोटे बिचरे बस राम राम जप कर बाटे अटकई दे जेन से पहुँची पारनी मारीचक भी मृग रूप से जावाक रावण ही प्रवर्तई था सी से भूलीगला से रावण से भूलीगला जे बाड़ी ताकू काखेर जाकी बुले जो बाड़ी की भगवान निधन कर सारी रावण भाभी पारा नहीं जे मत काखेर बसईक बुलाऊला चारिकड़ जाक ताकू भगवान मारी मु जाऊँ भगवान को माने रामचंद्र को स्त्री की अपहरण करेंगे और देखा से कौन करेंगे भूलीगला से पूरा सहस्रार्जुन रावण को अनेक कष्ट देता बलि को मुक्त करने को जाई पातालपुरे हिरण्यकशिपुर कर्णर कुंडल को टेकी न पारिक कचाड़ी पड़ता रावण तेणु बारंबार कष्ट पाइले भी क्षमता थिबा पर्यंत अहंकारी और गर्वी जीव माने तिले मात्र लज्जा अनुभव करते नहीं ये समस्त शास्त्र निबद्ध घटना सत्य हो कि मिथ्या हो किंतु यार सृष्टि आमको भविष्यत बाट देखा एवं देखे चली मन रखा पड़ो जे सबू सही हम जिते प्रकार दंड पृथ्वी अच्छी सबू सही हम किंतु महाधीश को दंड को सही हेनी से दंड सहजे दिखती ना और जिते बड़े से दंड देवे दंडर कारण कौन ना तुम्हें अन्य मनरे कष्ट देच केते मात्रा कष्ट ताकू होईची से अनुसार दंड महाधीश ठीक करती एवं महाधीश को दंड कथा थरे चिंता कले आ कौन सी मनीष केबे भी भूल कहा मनरे दुख देवाकू चेष्टा करते ना आज ये जदि अध्यायटी भल लगे आपण मैंने निश्चय को शेयर करेंगे लाइक करेंगे एवं जो चैनलटी अच्छी गहन कथा नारायण मिश्र आपको निश्चय सब्सक्राइब करेंगे सांग मानक से कहे रोची नमस्कार।